ओम नमो भगवते वासुदेवाय। पंचम स्कंद प्रथमोऽध्याय। नारायणं नमस्कृत्य नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं हयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं शुकमुखादमृतद्रवसंयुक्तं पिबत भागवतं रसमालयं मुहुरहुरसिका भुवि भावुकाः। परमपुरुष गोविन्द ताहांक चरणारविन्द तहुं गलई मकरन्द ताहा जे पिबन्ति आनन्द। ताहांक चरणे बन्दई पंचम स्कन्धे गीत गाई। परीक्षित उवाच भो मुनि किंपा प्रियव्रत से आत्मा राम भागवत। गृहे रमिला तांक मन प्रारब्ध कर्मरे बंधन। निश्चय मुक्त संग जेहु एमंत प्राणी माने केहु। किंपा ए गृहे मन रहे भो मुनि फेडिबा संशय। निश्चय तवलोकंकर उत्तम श्लोक जे भाषार। निवृत्त चित जेहु होई से किंपा व्यर्थ आचरई। एमते संशय बहुत जे प्राणी गृह मोते मोहे चित। तामती विष्णु विषय रे होइला केमंते संसारे। श्रीशुक उवाच निश्चय कहिबा ता शुण धन्य जीवन तो राजन। उत्तम शोक जे गोविंद ताहांक चरणारविंद। तहुं अमीय रस बहे ताहा जे प्राणी नृत्य पिए। भकत साधु सेहु जन परमहंस दिव्य ज्ञान। ताहार विष्णु कथा दिबिने केबे हे आन नुहे मने। अन्य जे गुण कथा मान इच्छा न करन्ति जे जन। जेणु ए नृप प्रिय व्रत गुणरे होइला पूरित। मुनि परम भागवत नारद लोकरे विख्यात। से मुनि चरण सेवारे सर्वकर्म सगला दूरे। तक्षणे सत्य गुण बही ब्रह्म मंत्र रे दीक्षा पाई। पितार आज्ञा पाळी करी अबनी पालने विचारी। उत्तम सत्व गुण तार प्रजा पालने नृपवर। अखिल लोकंक जीवन अनादिनाथ नारायण। ताहांक चरणारविंदे चित निवेशिय प्रमादे। प्रवृत्ति संसार व्यवहार मनंकु तहुं कला दूर। नीच लोकर पराभव सहिला आपना स्वभाव। एतु अंतरे भगवान देवंक आदि जे कारण। राजार मन गुण घेनी जन कुशले आत्मजोनी। निगम निज गुणे थोई भुवनु ओइले गोसाई। गगन तले चंद्र जेन्हे विराजमान तारा गणे। अपूर्व शोभाकु विस्तारी विजय प्रभु नरहरि। निर्मल पूजा उपहारे पूजिले ताहांकु बेदरे। पछरे जुथ जुथ होई
ସିଦ୍ଧ ଗନ୍ଧର୍ବେ ଗୀତ ଗାଇ। ଚାରଣ ମୁନିଙ୍କ ସହିତେ ଗମନ କଲେ ଯେ ସମସ୍ତେ, ଗନ୍ଧମାଦନ ଗିରି ତଳେ ସଭା କରାଇ ବିଜେ କଲେ। ବୃଷବାହନେ ପଞ୍ଚାନନ ହିରଣ ଗର୍ଭ ଜନାର୍ଦ୍ଦନ, ସେଠାରେ ଥାଇଣ ନାରଦ ବନ୍ଦିଲେ ପିତାମହ ପାଦ। ତକ୍ଷଣେ ଉଠି ମୁନିବର ସାନନ୍ଦେ ଯୋଡ଼ିବେନି କର, ପିତାମହଙ୍କୁ ସେ ବନ୍ଦିଲା ଚରଣେ ଶିରେ ଲଗାଇଲା। ପ୍ରିୟବ୍ରତର ପୂଜା ଘେନି କୋମଳ ବାକ୍ୟ ପଦ୍ମଯୋନି, ବିସ୍ମୟେ ଚାହିଁ ବେଦବର ରାଜାଙ୍କୁ କହନ୍ତି ଉତ୍ତର। ବ୍ରହ୍ମୋବାଚ ହେ ପ୍ରିୟବ୍ରତ କହୁ ତୋତେ, କ୍ରୋଧ ନ କର ତୋର ଚିତେ। ଆମ୍ଭେ ନାରଦ ଆଦି ଯେତେ, ଯାହାର ଭାଗ୍ୟ ଚିତେ ନିତେ। ଚିନ୍ତେ ଚିତେ ତପସ୍ୟା ବିଦ୍ୟା ଯୋଗ କରି, ପଣ୍ଡିତ ପଣେ ଯେ ଆଚରି। ନୁହଁଇ ଧର୍ମରେ ତତ୍ପର, କର୍ମ ନାଶନେ ଅଧିକାର। ଜନ୍ମ ମରଣେ କର୍ମ ବହି, ଜୀବନ ଶରୀର ଯେ ଦେହି। ଶୋକ ମୋହକୁ ନିର୍ତ୍ତୋପାଇ, ପୁଷ୍ପୁଣି ଯେ ଦୁଃଖକୁ ଭୁଞ୍ଜଇ। ଯାହାର ବାକ୍ୟ ଗୁଣମାନ, ହେ ବତ୍ସ ଦୁସ୍ତର ଏ କର୍ମ। ଦ୍ୱିପାଦ ଚତୁଷ୍ପଦ ଯେତେ, ସର୍ବେ ବନ୍ଧନ ମୋହ ଗତେ। ଦୁଃଖ ସୁଖ ଗୁଣ କର୍ମରେ, ଏମାନ ଘେନି ସଙ୍ଗତରେ। ଈଶ୍ୱର ସୃଷ୍ଟିର କରତା, ସକଳେ ତାହାଙ୍କୁ ସେବନ୍ତା। ସେ ଯେ ଈଶ୍ୱର ବଶ ଦେହି, ଅନ୍ଧର ପ୍ରାୟ ଭ୍ରମୁଥାଇ। ଦେଖୁ ଦେଖୁ ସେ ଭ୍ରମୁଥାଇ, ଏକଥା ପ୍ରାଣୀ ନ ଜାଣଇ। ନିଦ୍ରାକୁ ପାଇ ଯେହ୍ନେ ନରେ, ଅନ୍ୟ ଦେହରେ ଭୋଗ କରେ। ଗୃହସ୍ଥ ପ୍ରାଣୀ ମାନଙ୍କର, କେବେହେଁ ଭୟ ନୁହେଁ ଦୂର। ଲୋଭାଦି ମାନଙ୍କରେ ଯୁକ୍ତ, ତେଣୁ ହୁଅନ୍ତି ଅବିରତ। ଯେ ବୁଦ୍ଧି ଜିଣେ ଇନ୍ଦ୍ରିୟମାନ, ଯେ ବୁଦ୍ଧି ଜିଣେ ଇନ୍ଦ୍ରମାନ। ତାହାକୁ ହିତ ଗୃହ କର୍ମ, ନାଶ ନ କରଇ ତାହାରେ। ଯେଣୁ ଏ ରମେ ଗୃହାନ୍ତରେ, ଏ ଆଦି ଜାଣେ ଯେ ବାଜନ। ଗୃହେ ନ ରହେ ତାର ମନ, ଏହାକୁ ଜାଣି ବୁଧ ନରେ। ଆନନ୍ଦେ ଭ୍ରମନ୍ତି ସଂସାରେ, ଯେ ପଦ୍ମନାଭ ସଦାଶ୍ରିତ। ସର୍ବ ସଂସାରୁ ସେହି ମୁକ୍ତ, ସଂସାର ସାରକୁ ବଣଇ। ଅନ୍ତେ ପରମ ଗତି ପାଇ, ଏମନ୍ତେ ତ୍ରିଭୁବନ ଗୁରୁ। ଭକ୍ତଙ୍କ ପ୍ରଭୁ ମହାମେରୁ, ନାମନ୍ତା ଭଗବାନ ଦାସ। ସ୍ୱକାର୍ଯ୍ୟେ କରେ ସେ ବିଶ୍ୱାସ। ନାରଦ ରାଇ ପ୍ରିୟବ୍ରତେ, ପୁଛିଲେ ଧର୍ମ କଥା ଯେତେ। ନାରଦ ବାକ୍ୟ ମନ ଦେଇ, ମନୁ ଆତ୍ମଜ ବିଚାରଇ। ବିଷୟା ରସକୁ ସେ ତେଜି, ରହେ ସ୍ୱାସ୍ତିକ ମତେ ଭଜି। ଏଥୁ ଅନ୍ତରେ ପୃଥିବୀରେ, ନିଯୁକ୍ତ ହୋଇଲା କୁମରେ। ଅଖିଳ ଜଗତ ବନ୍ଧନ, ନିବେଶି ଭଗବାନ ମନ। ଆଦି ପୁରୁଷ ପଦେ ଧ୍ୟାଇ, ମନ ନିବେଶି ନିର୍ତ୍ତୋତହିଁ। ପୃଥିବୀ ପରିପାଳନରେ, ଚିତ୍ତ ନିବେଶି ନିରନ୍ତରେ। ସେ ବିଶ୍ୱକର୍ମା ପ୍ରଜାପତି, ତାର ଦୁହିତା ବହିଷ୍କୃତି। ଏଥି ଉତ୍ତାରେ ମହୀପତେ,
ବିଭା ହୋଇଲା ଯଥୋଚିତେ। ଦଶ ଆତ୍ମଜ ତାର ତହିଁ ଜନ୍ମିଲେ ଯଥା ଗୁଣ ବହି। ଜନ୍ମ ହୋଇଲେ କନ୍ୟା ଦୁଇ ପୁତ୍ରଙ୍କ ନାମ ଶୁଣନ୍ତୁହି। ଅଗ୍ନିନ୍ଦ୍ର ଇନ୍ଦ୍ର ଜିହା ବଳି ହିରଣ୍ୟରେ ତା ମହାବଳି। ଯଜ୍ଞ ବାୟୁ ଯେ ମହାବୀର ମେଧାତିଥି ଯେ ଶବନର। ଘୃତ ପୃଷ୍ଠ ଯେ ବିଦ୍ୟୁତ କବି ସହିତେ ଦଶ ପୁତ୍ର। ଏ ଦଶ ନାମ ପୁତ୍ରଙ୍କର ଏଥିର ମଧ୍ୟ ଯେ ବାସାର। ବନ କବି ଯେ ମହାବୀର ଊର୍ଦ୍ଧ୍ୱରେ ତା ଯେ ସେ ମଧ୍ୟର। ବାଲ୍ୟକାଳରୁ ଏହି ମାନେ ଶ୍ରେଷ୍ଠ ଆଧ୍ୟାତ୍ମ ବିଦ୍ୟା ଧ୍ୟାନେ। ପରମହଂସ ଦୀକ୍ଷା ଧରି ସକଳ ଚେଷ୍ଟା ପରିହରି। ସର୍ବଜୀବରେ କୃପା ବହେ ଭଗବାନରେ ଚିତ୍ତ ଥାଏ। କୃତ୍ୟ ଆରତ ପ୍ରାଣୀଙ୍କର ଶରଣ ରକ୍ଷଣ ଶ୍ରୀଧର। ସେ ପାଦ ପଦ୍ମ ଆଶ୍ରୟରୁ ନିରତେ ନାମ କୀର୍ତ୍ତନରୁ। ପରମ ଭକ୍ତି ପ୍ରଭାବରେ ଦୟା ବହିଲେ ପ୍ରାଣୀଠାରେ। ଭାବେ ନିର୍ମଳ ଚିତ୍ତ ହୋଇ ସର୍ବଭୂତରେ ଆତ୍ମା ସେହି। ସେ ପ୍ରଭୁ ପଙ୍କଜ ଚରଣେ ରତ ଭକତ ଦାସପଣେ। ଦ୍ୱିତୀୟ ପତ୍ନୀ ଗର୍ଭେ ତାର ହେଲେ ଯେ ତିନୋଟି କୁମାର। ଉତ୍ତମ ତାମସ ରୈବତ ମନୁରେ ହୋଇଲେ ଅଧୀତ। ଏମନ୍ତେ ପୁତ୍ର ମାନ ଘେନି ଚିରକାଳେ ଯେ ରାଜା ପୁଣି। ପୁରୁଷାର୍ଥର ଆଶ୍ରା ନେଲେ ପୃଥିବୀ ନିଷ୍କଣ୍ଟକ କଲେ। ଧର୍ମପଣକୁ ଏ ଆଚରେ ରାଜାର ପତ୍ନୀ ବିଷୟରେ। ପ୍ରତିଦିନରେ ସ୍ନେହ ଭରେ ବିହରେ ସେ ଯେ ନୃପବରେ। ଯାହାର ନବୀନ ଯୌବନେ ମନ୍ଦହାସ ଅବଲୋକନେ। ଆବେଶ ହୋଇ ଦଣ୍ଡଧାରୀ ନାରୀ ସ୍ୱଭାବେ ବଶକାରୀ। ମେରୁକୁ ସୂର୍ଯ୍ୟାଲୋକ ପ୍ରାୟେ ରାଜାର ତେଜ ବୀର୍ଯ୍ୟ ଦେହେ। ତେଜେ ସୂର୍ଯ୍ୟ ତେଜ ରହିତ ତପସ୍ୟା ବଳୁ ପ୍ରିୟ ବ୍ରତ। ପ୍ରତାପ ଦେଖାଇବା ଅର୍ଥେ ଆରୋହୀ ଜ୍ୟୋତିର୍ମୟ ରଥେ। ରଜନୀ ଦିବସେ ଭ୍ରମଇ ଦ୍ୱିତୀୟ ସୂର୍ଯ୍ୟ ପ୍ରାୟ ହୋଇ। ଏମନ୍ତ ଦେଖି ରାଜା ବ୍ରତ ମନୁ ମିଳିଲେ ରାଜାଗ୍ରତ। ଏ ତୁମ୍ଭ ଅଧିକାର ନାହିଁ ନିଷେଧ କଲେ ରାଜା ତହିଁ। ସେ ରାଜା ରଥର ଚକ୍ରର ହୋଇଲା ଯେତେକ ବିସ୍ତାର। ତେଣୁ ସାତ ସିନ୍ଧୁ ହୋଇଲା ପୃଥିବୀ ସପ୍ତ ଭାଗ କଲା। ଶାକ ଶାଳ୍ମଳୀ ଜମ୍ବୁ ପ୍ଳକ୍ଷ କୁଶ ପୁଷ୍କର ଆଦି କଞ୍ଜ। ଏପରି ସାତ ଭାଗ ହେଲା ସେ ରାଜା ଆନନ୍ଦେ ବୁଡ଼ିଲା। ଆନନ୍ଦ ମନ ଦଣ୍ଡଧାରୀ ଏହା ସେ କର୍ମରେ ବିଚାରୀ। ପୁତ୍ରଙ୍କୁ ଅନୁଗ୍ରହ କଲେ ଯଥା ବିଭାଗ କରିଦେଲେ। ଦୁହିତା ଉର୍ଜସ୍ୱତୀ ନାମ ତାହାଙ୍କୁ କଲେ ଶୁକ୍ରଦାନ। ତାହାର ଗର୍ଭେ ଦେବଯାନୀ ଜନ୍ମ ହୋଇଲା ଏ ଧରଣୀ। ଏଣୁ ଅନ୍ତରେ ରାଜା ଚିତ୍ତେ ସୁନିନ୍ଦା କଲା ସେ ବହୁତେ। କୁସଙ୍ଗେ ଆସକ୍ତ ସେ ହେଲା ବଡ଼ ଅସାଧୁପଣ କଲା। ଏଣୁ ଇନ୍ଦ୍ରିୟ ବଶ ହୋଇ ଅବିଦ୍ୟା ବିଷୟରେ ମୋହି। ଅଧିକ ମୋ ଜୀବନ ବିଶ୍ୱାସ ମନରେ ପ୍ରସନ୍ନ। ଇଷ୍ଟ ଦେବତା ପ୍ରସନ୍ନରେ କ୍ରୋଧ ଜନ୍ମିଲା ରାଜାଠାରେ।
विषय चेष्टा से छाड़िला इंद्रिय मान निरोधिला राजा संपद न इच्छिले ଯଥା ବିଭାगे पुत्रे देले सपत्नी तेजे मृत प्राये मृत हेला शरीर मये महांत भाग भगवान नारद ब्रह्मार नंदन ताहांक पथ आश्रय कला निश्चय निवृत्त होइला जेउ राजार एते कृत्य गायन करंती जगत प्रिय व्रतर कला कर्म एहाके करिबाकु क्षम एहार रथ चक्र मार्गे सात समुद्र मही भागे भाग विभाग मोहित करी दिग उपदिग विचारी से जे कला मनुर कुमर पृथ्वी मध्य गोचर से प्रिय व्रतर महिमा तल्लक्य के देव उपमा प्रिय अखिल लोकंकर महिमानुपवर प्रिय व्रत राजा चरित कहई विप्र जगन्नाथ इति श्रीमद्भागवते महापुराणे पारमहंस्या संहिताया 82 पंचमस्कन्धे प्रियव्रत राजाचरिते नाम प्रथमोऽध्याय। ओम नमो भगवते वासुदेवाय।